ଲିଖନୀରେ କାହାଣୀ। ଆଜିର ଗଳ୍ପ ଗୁରୁ ଦିବସ। ଗୁରୁ ଦିବସ ବା ଶିକ୍ଷକ ଦିବସ ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିବସ। ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବା ସମ୍ପ୍ରଦାୟରେ ସେମାନଙ୍କ ବିଶେଷ ଅବଦାନ ନିମନ୍ତେ ସମ୍ମାନ ଦେବା ପାଇଁ ଏହି ଉତ୍ସବ ଆୟୋଜନ କରାଯାଇଥାଏ। ଊନବିଂଶ ଶତାବ୍ଦୀରେ ଅନେକ ଦେଶରେ ଶିକ୍ଷକ ଦିବସ ପାଳନ କରିବାର ଧାରଣା ଆରମ୍ଭ ହୋଇଥିଲା। ଅଧିକାଂଶ କ୍ଷେତ୍ରରେ ଜଣେ ସ୍ଥାନୀୟ ଶିକ୍ଷାବିତ୍ କିମ୍ବା ଶିକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଥିବା ବ୍ୟକ୍ତିଙ୍କ ଅବଦାନକୁ ପାଳନ କରାଯାଇଥାଏ। ଏହି ପ୍ରାଥମିକ କାରଣରୁ ବିଭିନ୍ନ ଦେଶରେ ଏହି ଦିନକୁ ବିଭିନ୍ନ ତାରିଖରେ ପାଳନ କରିଥାନ୍ତି। ଉଦାହରଣ ସ୍ୱରୂପ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ସେପ୍ଟେମ୍ବର 5 ଜନ୍ମଦିନ 1962 ପରଠାରୁ ଗୁରୁ ଦିବସ ପାଳନ କରାଯାଏ। ପାରମ୍ପରିକ ଭାବରେ ହିନ୍ଦୁମାନଙ୍କ ଦ୍ୱାରା ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଗୁରୁ ପୂର୍ଣ୍ଣିମା ମଧ୍ୟ ପାଳନ କରାଯାଏ। ଆର୍ଜେଣ୍ଟିନା 1915 ମସିହାରୁ ସେପ୍ଟେମ୍ବର 11ରେ ଡୋମିଙ୍ଗେ ଫାଉଷ୍ଟିନେ ସାମି ଆଣ୍ଟେଙ୍କ ମୃତ୍ୟୁ ଦିବସକୁ ଶିକ୍ଷକ ଦିବସ ଭାବରେ ପାଳନ କରିଆସୁଛି। 1994ରେ ୟୁନେସ୍କୋ ଦ୍ୱାରା ସ୍ଥାପିତ ବିଶ୍ୱ ଶିକ୍ଷକ ଦିବସ ସହିତ ମିଳିତ ଭାବେ ଅନେକ ଦେଶ ଅକ୍ଟୋବର 5 ତାରିଖରେ ସେମାନଙ୍କର ଶିକ୍ଷକ ଦିବସ ପାଳନ କରନ୍ତି। ପୁରାତନ କାଳରୁ ତଥା ପୁରୁଣା କାଳରୁ ଗୁରୁ ଶିଷ୍ୟର ସମ୍ପର୍କ ଚାଲିଆସିଛି। ଏହି ସମ୍ପର୍କ ପରସ୍ପର ଅତି ପରିଚିତ। ଗୁ ଶବ୍ଦର ଅର୍ଥ ଅନ୍ଧାର ଓ ରୁ ଶବ୍ଦର ଅର୍ଥ ଆଲୋକ, ଅର୍ଥାତ୍ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକକୁ ଯିଏ ଟାଣି ଆଣିଥାନ୍ତି ତାକୁ କୁହାଯାଏ ଗୁରୁ। ଗୁରୁ ଶବ୍ଦ ଅତି ପବିତ୍ର। ଗୁରୁ ହେଉଛନ୍ତି ଦେବତାଙ୍କର ପ୍ରତିରୂପ। ତାଙ୍କ ଆଶୀର୍ବାଦରେ ହିଁ ଜଣେ ଶିଷ୍ୟ ମନୁଷ୍ୟତା ପ୍ରାପ୍ତି କରେ। ଶାସ୍ତ୍ର ଅନୁଯାୟୀ ଗୁରୁ 5 ପ୍ରକାର, ଯଥା ମାତା ଗୁରୁ, ପିତା ଗୁରୁ, କୃପଗୁରୁ, ଶିକ୍ଷାଗୁରୁ ଓ ଦୀକ୍ଷାଗୁରୁ। ମାତା ଓ ପିତା ହେଉଛନ୍ତି ପ୍ରତ୍ୟେକ ମଣିଷର ଜୀବନର ପ୍ରଥମ ଗୁରୁ। ଗୁରୁମାନେ ଆମର ପ୍ରତ୍ୟେକ ଛୋଟ ବଡ଼ ଭୁଲକୁ କ୍ଷମା କରି ଉଚିତ ଶିକ୍ଷା ଦେଇଥାନ୍ତି ଓ ଆମ ଭବିଷ୍ୟତର ଜୀବନଯାତ୍ରାକୁ ସରଳ, ସୁନ୍ଦର ଓ ଆଲୋକିତ କରିଥାନ୍ତି। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।